ନୀଳଗିରିର ବିଧାୟକ ସନ୍ତୋଷ ଖଟୁଆଙ୍କ ଆଶାଳୀନ ମନ୍ତବ୍ୟ ପ୍ରତିବାଦରେ ନୀଳଗିରିର ବିଜୁ ଜନତା ଦଳ ମହିଳା ଶାଖାର ଆଜି ହୋଇଛି ବିକ୍ଷୋଭ। ଉକ୍ତ ସମାବେଶରେ ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ପ୍ରାୟ 3000ରୁ ଊର୍ଦ୍ଧ୍ୱ ମହିଳା ଏଥିରେ ସାମିଲ ହୋଇଛନ୍ତି ଏବଂ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କ କୁଶ ପୁତଳିକା ମଧ୍ୟ ଦାହ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ କିଛିଦିନ ତଳେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଯେଉଁଭଳି ଭାବରେ ଆଶାଳୀନ ମନ୍ତବ୍ୟ ଦେଇଥିଲେ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୁଦ୍ଧରେ ତାହା କେବେ ହେଲେ ଗ୍ରହଣଯୋଗ୍ୟ ନୁହେଁ। ଏହା ସମାଜର ଏବଂ ଗଣତାନ୍ତ୍ରିକ ପଦ୍ଧତିରେ ରହିଥିବା କୌଣସି ବ୍ୟକ୍ତିବିଶେଷ ଏଭଳି ମନ୍ତବ୍ୟ ଦେବା ନିହାତି ଲଜ୍ଜାଜନକ ବୋଲି ଆଜି ପ୍ରକାଶ କରାଯାଇଛି।